जय जगन्नाथ सांग मैंने चलते आज ब्लॉग स्टार्ट करिया। रोसई प्रस्तुति चली मोर पोटल आलू भजा बसची पखाल आलू भजा ये हम प्लेट कटा सर अंडा आमलेट हम आम ननद दिज आज बों सागर सका पहुँचले आसु पूरा पिछाड़ लगी पड़ी कौन फोपा दे वीडियो कर दीदी एरिया खाली नाच कला से वीडियो कौन कर पोटल भजा रेडी देसी पोटल चलती अंडा भुजिया पखाड़ खाइबे पोटल भजा को अंडा भुजिया मम्मी आज तो सब जो गेस्ट मान के जो भीषण परिका दीदी कौन कौन हम आइटम सब सकाल तो पखाड़ सरीगला अंडा आमलेट ना अंडा भुजिया अंडा भुजिया आम लगे रखी आम कोचिंग पलैलु रखाई ना रखाई चिकेन हम ना चिकेन हम आज जानी पलि जाइए कोचिंग आसलु जस्ट ये चिकेन सब चुली जला आलू कटा हो सारा देखो आलू कटा मसला प्रस्तुति होती सब मसला छेचा छेची कर तेजपत्र आ सब गुंड मसला अच्छी चिकेन मसला केते दिन हो पड़े चिकेन मसला ना काली ना पर दिन होता चिकेन बुधवार दिन से दिन थुआई चिकेन थुआई मसला हम आज ये टिपा को मार दे जो हमारे चुली रे पूजा होइला सो सामग्री फैन लगे देले ये बढ़िया हो देखो मम्मी ये निया लगे सारे चुली रे नमस्कार अच्छे पिज बटा हो सारी अदा रसुण पिज कटा आलूटा पकेबा आलू हो गला रेडी काढ़ीदबा मसला सब छेचिक रखी तेजपत्र पियाज कटा पियाज टमाटर हो गला कलर टे लंका गुंड जारी गले तार कलरटा भल पड़े आसे से आगे लंका गुंड हल्दी गुंडा पकईदी पियाज यहाँ अदा रसुण पेस्ट देखो आमर ये कटा हो आलू भरिया ये पड़ो देखो मसला कषा हो मसला कषा हो मसला कषा हो मसला दिहला आलू कहीं देखो ये चिकेन रखाई के चिकेन है किले
ଝାଳରେ ମୋ ଲୁଗାପଟା ସବୁ ଓଦା ହେଇଗଲାଣି। ତମର କିଲୋ ଚିକେନ୍ ହେଇଛି ଆମର ଏଠି 1 କିଲୋ 1 କେଜି। ତୁ ଇଂଲିଶ କହିଲୁ ମୁଁ ଓଡ଼ିଆ କହିଲି ଆଉ ଆମେ ଓଡ଼ିଆ ଯୁଗର ଲୋକ ଆଉ ଓଡ଼ିଆ ଯୁଗର ଲୋକ। ଏ ଦେଖନ୍ତୁ ମମି ଏଇଠି ଇଏ କରୁଛି ଦେଖନ୍ତୁ ଗାଇସ୍ ମମି ଏଠି ପୋଛି ପାଛି ହେଉଛି ମୁହଁ ଫୁହଁ। ଏଇ ଚିକେନ୍ ପକା ହବ ଏଇନା ତରକାରୀରେ। ଚିକେନ୍ଟା ତରକାରୀରେ ପଡ଼ିବ ନା ତରକାରୀଟା ଚିକେନ୍ରେ ପଡ଼ିବ? ଚିକେନ୍ଟା ତରକାରୀରେ ପଡ଼ିବ। ତ ଦେଖନ୍ତୁ ଏଇଠି ଆଳୁ ରଖା ହେଇଛି, ପାଣି ରଖା ହେଇଛି। ଆଳୁ ତ ଏତେ ମମି କ୍ୟାମେରାଟା ଷ୍ଟେବଲ୍ ରହୁନି। ଜାଳ କମେଇଦେଲି ବା, ଜାଳ ଯଦି କମ୍ କରିଦେଲି। ଚିକେନ୍ କଷା ପଖାଳ। ମୋତେ ଚିକେନ୍ କଷା ପଖାଳ ଭଲ ଲାଗେ। ଚିକେନ୍ କଷା ପଖାଳ ଯୋଉ ମାଛ ରାଇ ଯୋଉ ହୁଏ ନା ବେସର, ହଁ ବେସର ତା ସାଙ୍ଗରେ ପଖାଳ କି ମଜା। ବେସରକୁ ପଖାଳ ଶୁଖୁଆ ପୋଡ଼ା, ହଁ ଆଉ ଯୋଉ ମାଛ ଚକଡ଼ା ପଖାଳ ସବୁ ଜିନିଷ ଟେଷ୍ଟ। ଚିଙ୍ଗୁଡ଼ି ଭଜା ତ ପକା ହେଇଗଲା। ଗରମ ତ ଖାଲି ଓଦା ରଖିକି ଖାଲି ପୋଛି ହେଉଛି। ମୁହଁ କଣ ହେଇଯାଉଛି, ମୁହଁ ପୋଡ଼ି ଯାଉଛି ମୁହଁ। ଏଟା ଫେରେ ଆଜବେଷ୍ଟ ଘର, ଘାସ ତାତରେ ମୁହଁ ପୋଡ଼ି ଯାଉଛି। ତାପରେ ଆଜବେଷ୍ଟ ଘର ଯୋଉ ଗରମ ବାଷ୍ପ ଆସୁଛି, ଆଜବେଷ୍ଟ ପୁରା ବିଚକ୍ଷଣ ଗରମ ହଉଛି। ଲାଷ୍ଟ ଓଦା ଜିନିଷ ନ ପକେଇଲେ ଆଉ ରହିବ ଏଠି ରହିବ। ଓଦା ପୋଛିକି ରହୁଛି। ଏଇଟା ଆମର ଚୁଲି ରୁମ୍। ଏଇଟା ବର୍ଷା ଯେତେବେଳେ ବାତ୍ୟା ହବ ଆମେ କହୁଛୁ ଜାଣିଲ ନା। ହବ ଯାହା ହବା କଥା ହଉ କି ବଢିଆ। ହଁ ବର୍ଷା ଥଣ୍ଡା ଲାଗିବ। ମାମା କଣ କହିବ ଖାଲି କଣ୍ଟି ଓଳିଆ ଅଭିଶାପ ପଡିଛି ବର୍ଷା ହଉନି। ମାମା କହିବ ଖାଲି କଣ୍ଟି ଓଳିଆ ଅଭିଶାପ ପଡିଛି। ପୁରା ଚିକେନ୍ ପୁରା ଲାଲ ଚିକେନ୍ ପୁରା ଲାଲ ହେଇଯାଇଛି। ହୀରା ଲାଲ। ମମି ଗୋଟେ ଗୀତ ମନେ ପଡିଲା, ଆମର ଏଠି ସିଝି ଯାଇଥିବ କିନ୍ତୁ ଆଳୁଟା ସିଝିବନି। ସେଇଟା କିଛି ସତ କଥା। ଆଳୁ ସେଠି ଆଗେ ହେଇ ଲାଲ ଲାଲକୁ ଗୋଟେ ଭାବିଲି ଗୋଟେ ଗୀତ ହେଇ ହୀରା ଲାଲ ଦେଖିନୁ ଗୋଟେ ଗୀତ ହୀରା ଲାଲ। ମୋ ଥଣ୍ଡା ଧରିଛି ଫେରେ। ଦୁଦୁ ଗାଧୋଇଲା ଶୋଇପଇଲା ପୁରା ନିଦରେ, ଡ୍ରେସ୍ ବି ପିନ୍ଧିନି। ବାରିଟା ସଫା ଦେଖାଯାଉଛି, ଏଇଟା ସରିଗଲେ ରୋଷେଇ ସରିଯିବ। ଆଉ ସବୁ ରୋଷେଇ ସରିଲାଣି, ଖାଲି ଏଇଟା ସରିଲା। ଲାଷ୍ଟ ଅଛି ଚିକେନ୍ଟା ହେଲେ ଚିକେନ୍ଟା ସରିଗଲେ ସରିଗଲା। ପାଣି ରଖିଛି ଖାଲି ସାଙ୍ଗେ ହାତ ଗୋଡ଼ ହେଇନି। ଆଉ ଦେଖିବା ଆଗକୁ କଣ ହଉଛି। ଦେଖିବା ଆଜି କଷା ହେଇସାରିଲା ପରେ ଚିକେନ୍, ତାପରେ ଖାନା ପିନା ଆଉ। ହଁ ଡାଇରେକ୍ଟ ଖାନା ପିନା। ବାପା କୁଆଡ଼େ ଗଲେ? ବାପା ଅଫିସ ପଳେଇଲେ କି ପବନ ହୁଏ ବାହାରେ, ତ ଚିଲ୍ଡ ପବନ। ସେମାନେ ଏଠି ଖାଉଛନ୍ତି ବସିକି ଚିକେନ୍କୁ ଭାତ ଢାଳି ଦଉଛନ୍ତି। ଆସୁ କଣ ଖାଉଛୁ? ଉପରୁ କଣ ନେଇନି ଅନ୍ଧାର ହଉଛି। ଫୋନକୁ ଲକ୍ଷ୍ୟ କରିବ। ମମି ନଉଛି ବାଢିକିରି। ଲିସନ ଆସ। ଆଉ ଗୋଟେ ଥିଲା ମୋବାଇଲ ଏଇ ଯୋଉ ଖରାବେଳ ସମୟଟା ଟିକେ ଅଧିକ ଗରମ ଲାଗେ। ଖାଇଦିଅ।
ଆମେ ଚାଲିବାକୁ ବାହାରିଲୁ 4ଟା ବେଳେ। ବର୍ଷା ତ ଜୋରସୋରେ ଉଠେଇଛି। ଆସୁ ପଳେଇ ଯିବ ଆପଣ ସାଇକେଲ ଚଢେଇ ଦେବୁ ତୁ ନା। ବର୍ଷା କେତେ ଜୋରସୋରେ ଆସିଲାଣି। ଆମେ ଟିକେ ପଳେଇ ଆସିଛୁ ଚାଲିବାକୁ। ବର୍ଷା ନଥିଲା ଟିକେ ଉପରକୁ ଯାଇକି ଉଠେଇଥାନ୍ତା। ଏଇଟା ବାଟଟା ବା ପାହାଡକୁ ଯିବାକୁ ସେଇଟା ବାଟ। ସନ୍ଧ୍ୟା ବେଳକୁ ଫେରିବ। ଆଉ ଯିବାନି ସାଡେ ବର୍ଷା ଆସିଗଲାଣି ଜୋରସୋରେ। ଆଉ ଯିବାନି ଥଣ୍ଡା ପବନ ଦେଲାଣି ପୁରା। ଏଇଟା ଆମର ପକୁଡି ଚାଲିଛି ହେଇନି। ସନ୍ଧ୍ୟା ବର୍ଷା ପାଗକୁ ପକୁଡି ହଉଛି ଗରମ ଗରମ ପକୁଡି କିନ୍ତୁ ଗରମ ପ୍ରବଳ ଫଳର ଆଜି ଭୋଜନ। ଆମର ଆମ୍ବ କଟା ହଉଛି। ଏଇଟା ଆମ୍ବ କଟା ହଉଛି। ଆମର ଆଇଥିଲା ମାମୁଁ ଘରୁ ଆମ୍ବ ଅଜା ଦେଇଛନ୍ତି କଞ୍ଚା ଆମ୍ବ। ଇଏ ବସିଛ କଟାଳି ଆମ୍ବ କାଟୁଛି ପଥର କାଟୁଛି କି ଆମ୍ବ ଫାଳ କାଟି ବସି ଡାକୁଆ। ହେଇଗଲା ଗରମା ଗରମ ପକୁଡି। ଆସ ତମେ ଦି ଭଉଣୀ। ଭାତ ଖଣ୍ଡିଆ ହେଇନି ତୋର। ଦେଖନ୍ତୁ ଇଏ ଆମ ଆଦି କୋଷ। ଇଏ ମୋ ଭାଇ। ଇଏ ହେଲା ଭାଇ ଛେନାଗୁଡ଼ ତ ଦାନ୍ତ ଭାଙ୍ଗିଛି ଦେଖନ୍ତୁ। ଭାଇ ଦେଖନ୍ତୁ ପିଇସା ଆସିଛନ୍ତି। ଇଏ ଆମର ଆମେ ଆକୁ ଖାସି ଡାକୁ ଖୁସିରେ। ଝିଅ ଆଉ ମୋ ଝିଅ ତ ଆମେ ଆକୁ ଖୁସି ଖାସି ଡାକୁ। ମୁଁ ମେନ୍ ନା ଦେଇଛି ଏଇ ଡୁଡୁ। ଦେଖନ୍ତୁ ଆମ ଭିଡ଼ିଓ ଚାଲିଛି ଏଠି। ଥଣ୍ଡା ଲାଗୁଛି। ଏଇ ଦି ଜଣ ବସିଛନ୍ତି। ବିଶ୍ୱନ ଅପା ଆଉ ଆଖି ଅପା ଆଉ ଏଠି ମିଷ୍ଟର। ଇଏ ଆମର ଆଇଲେ ବୁଢ଼ୀ ଲୋକ। ଆଉ ଚାଲ ଦେଖିବା। ବାପା ଅଛନ୍ତି ଏଠି ବସୁଛନ୍ତି। ହେଇ ମାମୁଁ ଏଠି ବସୁଛନ୍ତି। ହେଇ ମାମୁଁ ଶୋଇ ପଡ଼ିଥିଲେ। ଏ ମମି ଏଇଠି ବସିଛି। ହେଇ